कहूछ बाबा मोर कहते भागवत कहना 5 मिनिट तो परिचय देवाक आसीचे भागवत कहीं एठी बसिछथि तेले लुना संसार को दूरे जाइछि ता विषय पदे हो ओम हरि हरि समर्पित हुआ गुरु का पाद तले समर्पित देखो जब तक नहीं हमको ज्ञान कहबकी किंतु आज्ञा बहुत कथा कहते हमर बाबा कहते हमर कनगिरी बाबा कहते भागवत तो केते प्रकार भागवत भाग करी सब बुद्धि खाइले कौन बा अधिक हमको कहि किंतु गोटिए कथा वर्तमान हम कहूचे जे आमे एठी दो प्रकार भागरे बसिछे ए माटी धन्य आमे सभी आसी पहुंच के बोलान में एक बार हरि गंगा कहे बारुणी केबे पड़िबो भक्त कहंती बारुणी के पड़िबो गंगा कहे मु टिके पवित्र है छी भक्त कहंती आमे टिके पवित्र है छी धन्य रे कंकिरा माटी आदि सजई होउची भागवत पाई एवं समस्त भागवत प्रति एकत्रित होचंती या ठकलिया भाग्य को उठाई पड़े बोलान में एक बार हरे बोला गुरु ब्रह्मा गुरु विष्णु गुरु देव महेश्वर गुरु साक्षात परम ब्रह्म तस्मै श्री गुरवे नमः ओम भगवते बहुत जोर आम कहूचे प्रमाण कर सनातन धर्मी बोली आज्ञा मु प्रमाण करदेवी आउ केते माँ माने भाई माने बेकरे पकई जो नाम जो परिचय पत्र से लेखा सत्य सनातन भागवत प्रचार समिति आज्ञा तो अर्थ कौन आपण कहे मु सनातनी प्रमाण आपण कहे ब्राह्मण प्रमाण आपण कहे क्षत्रिय प्रमाण आपण कहे वैश्य प्रमाण आपण कहे शूद्र प्रमाण तेणु आम हूँ सनातनी धर्मी आमर लेखा सत्य सनातन भागवत प्रचार समिति आम समस्ते गोटे गोटे आज्ञा कौन ना सेवक आम गोटे गोटे सेवक ये कहीं बाबा कहते भीतर आत्मा अच्छी बाहर शरीर अच्छी तमें निरवती कालदेवती से भागवत बाबा तमें नुहे पुणी तमें हाँ हाँ नहीं नहीं हाँ भीतर निर्यास देवे किए भूत गुरुदेव बोलाने
ପକେଇଛେ ପରିଚୟ ପତ୍ର ପକେଇଛେ ସେଟାରେ ଲେଖା ହେଇଛି ସତ୍ୟ। ସତ୍ୟ ଅର୍ଥ କଣ ଆଜ୍ଞା? ସତ୍ୟ ଅନେକ ପ୍ରକାର ସତ୍ୟ ଅଛି। ବାବାଙ୍କର ବସେଇ କହୁଥିଲେ ଯାହା ଦେଖୁଛ ତାହା ସତ୍ୟ, ଯାହା ନ ଦେଖୁଛ ତାହା ମିଥ୍ୟା। ଆମେ ଦିଲ୍ଲୀ ଯାଇନେ, କୁମ୍ଭ ମେଳାକୁ ଯାଇନେ, ଯାହା ଦେଖୁଛେ ହଁ କରିବା କାହିଁକି ନାଇଁ କରିଦେବ, କିନ୍ତୁ ଯାହା ଦେଖୁଛେ ତାହା ହିଁ ସତ୍ୟ। ସତ୍ୟ ଅର୍ଥ ପ୍ରକାଶ, ଯାହା ଦେଖିଲେ ତାହା ପ୍ରକାଶ ହେଲା। ପ୍ରକାଶ ସତ୍ୟ ମା ଗର୍ଭରେ କିଏ ଅଛି କିଏ କୋଉ ଜାଣିଛି, କିନ୍ତୁ ଯେତେବେଳେ ସେ ଜନ୍ମ ନେବ ପୁଅ କି ଝିଅ ପ୍ରକାଶ ହେଲା ତାକୁ ଆମେ ଦେଖିଲେ ତାହା ହିଁ ସତ୍ୟ। ଯାହା ଦେଖୁଛ ତାହା ସତ୍ୟ। ନପତି ପତ୍ୟେକ ସତ୍ୟ ତିଷ୍ଠତି ମେଦିନେ ସତ୍ୟ ଉତ୍ତମ ପରୋ ଧର୍ମ ସ୍ୱର୍ଗ ସତ୍ୟ ପ୍ରତିଷ୍ଠିତ। ସୂର୍ଯ୍ୟ କଣ ଆଜ୍ଞା ମିଥ୍ୟା? ଆପଣ ସୂର୍ଯ୍ୟକୁ ଦେଖୁନାହାନ୍ତି? ଯାହା ଦେଖିବ ତାହା ସତ୍ୟ। ବାପା ବସିଛି ସତ୍ୟ, ମା ବସିଛି ସତ୍ୟ, ଭାଇ ବସିଛି ସତ୍ୟ, ଯାହାକୁ ଦେଖୁଛ ତାହା ସତ୍ୟ। ଏ ସତ୍ୟ ପାଇଁ ଗୋଟିଏ ଧର୍ମ କରାଗଲା, ତା ନାଁ ହେଲା ସନାତନ। ମୁଁ ଆଉ କୋଉଠୁ କହୁନି, ଯୋଉଟାକୁ ପିଠିରେ ପକେଇଛି, ଯାହାକୁ ଧରିକି ବୁଲୁଛି, ଏ ଭାବରେ ମୁଁ କହୁଛି ସନାତନ। এই ସତ୍ୟର ବ୍ୟାଖ୍ୟା କରାଗଲା ସନାତନରେ। ବିଭିନ୍ନ ପ୍ରକାର ବ୍ୟାଖ୍ୟା ଲେଖିଲେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଲେଖିଲେ ଶ୍ଲୋକାଦେନ ପ୍ରବକ୍ଷ୍ୟାମି ଜଗତ୍ସଂ କୋଟିଭି ଜୀବ ସତ୍ୟ ବ୍ରହ୍ମ ସତ୍ୟ ଜୀବ ମିଥ୍ୟା ବ୍ରହ୍ମେ ଜୀବନ ପର। ସମସ୍ତେ ଥିବେ ସେତେବେଳେ ଆମ ସଭାପତି ଦେବେ ନାହିଁ, କାରଣ ତାଙ୍କର ଆମର ପରେ ନାହିଁ ଅହିମଙ୍ଗଳ ସମ୍ପର୍କ। କାଳେ କଣ ହେଇଯିବ କି, କାଳେ ତାଙ୍କ ଆଡ଼େ ଯିବ ଭାରିକି। ଆଜ୍ଞା ସେ ତ ଭାଗବତ ଜାଣନ୍ତି ନାହିଁ, ଭାଗବତ କାଳେ କହିଦେଲେ ତାକୁ ଅମନ ଲାଗିବ। ତେଣୁକରି ସେ ଛାଡ଼ିକି କେତେ ଖାଇବାକୁ ଯିବେ, କାହାକୁ 1 ଲାଗୁଥିବ, କାହାକୁ 2 ଲାଗୁଥିବ, ଏଇ ସମସ୍ତେ ଭିଡ଼ିକି ଦେବେ। ହଉ ତଥାପି କହୁଛନ୍ତି ଯେତେବେଳେ ତାକୁ କୋଟି କୋଟି ପ୍ରଣାମ। କାରଣ ଏଇ ଯୋଉ ସତ୍ୟ ସନାତନ ଭାଗବତ ପ୍ରଚାର ସମିତିର ସେ ହେଉଛନ୍ତି ନିଜେ ଉଦ୍ୟୋକ୍ତା, ହେଉଛନ୍ତି ଉତ୍କଳ ପ୍ରତିଭା ସିଦ୍ଧେଶ୍ୱର ନାଥ ମହୋଦୟ। ଆଉ ଜଣେ ବସିଥିବ ସାମ୍ନାରେ, ସେ ହେଉଛନ୍ତି ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ମହାନା ମହୋଦୟ। ଆମର ବିମାନବନ୍ଦର ଯୋଉଠି ଆମର ଭାଗବତ ସେଠି 2 ଜଣ ମନେ ପଡୁନି। 4 ଜଣ ମହାପୁରୁଷ ଅଷ୍ଟମ ପାଖରେ ପହଞ୍ଚିଲେ, ପ୍ରାଙ୍ଗଣରେ ବସିଲେ। ଜଗନ୍ନାଥଙ୍କ ଭୟ ଆସିଲା, ସତ୍ୟ ସନାତନ ପ୍ରଚାର ବିଭିନ୍ନ ପ୍ରକାର ନୀତି କୋଉ ଧର୍ମରେ ଆଉ ଇଏ ହଉଥିଲା ଭୀଷ୍ମ ଗୋବିନ୍ଦ ପ୍ରସଙ୍ଗ ବିଧାନ ଗୋବିନ୍ଦ ଗୋବିନ୍ଦ ପ୍ରସଙ୍ଗ ବିଧାନ ଗୋବିନ୍ଦ 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 कहते ना आज्ञा ये भागवत ये रामायण रामायण शेष बेलू कौन कहुए राम नाम सत्य आज्ञा राम नाम सत्य कहुए किए जानी राम नाम सत्य कहा उद्देश्य राम नाम सत्य कहगला ना जो शब धार जाऊ शब उद्देश्य कहला राम नाम सत्य शब शुणिला कि बाहक माने शुणिले राम नाम सत्य किंतु ए जीवन काल थिबा
ସମୟରେ ଏ ଜୀବ ଥିବା ସମୟରେ କର୍ମ କରୁଥିବା ସମୟରେ କୋଉ କାମ ଟିକେ କରିବେ କୋଉ କାମ କୋଉ କାହାକୁ କରିବେ ନା ଶ୍ରୀମଦ ଭାଗବତ ମହାପୁରାଣ। ଆରେ ବାପା ମାନେ ଭାଇ ମାନେ କେଉଁମାନେ ଅଛନ୍ତି ଗୁରୁଜନ ମାନେ ସମୟ ଆସିଗଲା ଚାଲିଯିବ ଟିକେ ଓଡ଼ିଆ ଭିତରେ ଟିକେ ଭାଗବତ ପଢ଼ିଦିଅ ଗୋଟିଏ ଅଧ୍ୟାୟ ଭାଗବତ ପଢ଼ିଦେବ ଜାଣିବେ ଜୀବନ୍ତରେ ଭାଗବତ ମୃତ୍ୟୁରେ ରାମ ନାମ ଚିନ୍ତା କରନ୍ତୁ। ଯଦି ଜଣଙ୍କର ମରିବାର ସମୟ ଥିବ ଦିନେ ଦି ଦିନ ତା ପାଖରେ ଯା କହିବ ରାମ ନାମ ସତ୍ୟ ରାମ ନାମ ସତ୍ୟ ଛଡ଼େଇ ଦେବ ଆଜ୍ଞା ପିଠିରେ ବୁଲବୁଲା ସିଏ ତେଣୁ ରାମ ନାମ ସତ୍ୟ କୋଉଠି ବସିଲା ଭିତରେ ଚିନ୍ତା କରନ୍ତୁ ଏବଂ ଭୂତ ଭାଗବତ। ତେଣୁ ଏ ସନାତନ ଧର୍ମର ଅନେକ ପ୍ରକାର ବ୍ୟାଖ୍ୟା କରାଗଲା। କୋଟି କୋଟି ସାଧୁ ଗ୍ରନ୍ଥ ପୁଣ୍ୟାତ୍ମା ଜୀବାତ୍ମା ଏବଂ ମୁନି ଋଷି ବ୍ରହ୍ମର୍ଷି ଦେବର୍ଷି ରାଜର୍ଷି ପ୍ରତ୍ୟେକ ଏହା ପାଇଁ ଯେତେବେଳେ ଏତେ ଗୁଡ଼ିଏ ନୀତି ନିୟମ ତିଆରି କରାଗଲା ତା ପାଇଁ କୋଉଠି ରଖିବା ନା ତାକୁ ଗୋଟିଏ ଗ୍ରନ୍ଥ କରାଗଲା। ଗୋଟିଏ ଗ୍ରନ୍ଥ କରାଗଲା ଆଜ୍ଞା ସେ ଗ୍ରନ୍ଥ ନାଁ କ'ଣ ଦିଆଗଲା ନା ଭାଗବତ। ଆଜି ଏଇ ଯୋଉ ସମ୍ମିଳନୀ ଆମର ହଉଛି ତନ୍ତିରା ଗ୍ରାମରେ ମା ମାନେ ଭାଇ ମାନେ ଉଠିକି ପଳେଇ ଗଲେଣି ନା କିନ୍ତୁ ଶୁଣିଥାନ୍ତେ ଯେ ଏଇ ଯୋଉ ସମ୍ମିଳନୀ ହଉଛି ତନ୍ତିରା ଗ୍ରାମରେ ଏ ତନ୍ତିରା ଗ୍ରାମର ସମ୍ମିଳନୀର ମୁଖ୍ୟ ପୁରୋଧା କିଏ ନା ଭାଗବତ। ଭାଗବତ କାହିଁକି ଭାଗବତ ପଢ଼ିବା କ'ଣ କି ଭାଗବତ ପଢ଼ିବା ଆଜି କୋଉ ପୁଣ୍ୟ ବଳରେ କୋଉ ଧର୍ମ ବଳରେ କୋଉ ପାପ କର୍ମ ବଳରେ କୋଉ ଧର୍ମ ବଳରେ କୋଉ ଦୟା ବଳରେ ଶାନ୍ତି ବଳରେ କ୍ଷମା ବଳରେ କୋଉଥିରେ ଆଜି ଆମେ ତାଙ୍କର ଅନୁପ୍ରାଣିତ ହେଇକି ଆସିଛେ ନା ଭାଗବତ କହିଲେ ଆଜ୍ଞା କର୍ମେ ବାସୁଦେବ ପ୍ରୀତି କର୍ମ କରିଲେ କ୍ଷୟ ରାଶି କର୍ମ କରିଲେ ଆହାନାତେ ଫଳିବ କର୍ମର ଆୟତେ ଗୋବିନ୍ଦ 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 ଭାଗବତ କଣ ଦେଲେ ଆମକୁ ଭାଗବତ କଣ ଦେଲେ ଆମକୁ ନା କର୍ମ ବାବା ଧନରେ ଯେମିତିଆ କର୍ମ କରିବୁ ସେମିତିଆ ଫଳଟି ପାଇବୁ। କୋଉଠି ସମ୍ମାନ ବିକ୍ରି ହଉନି ବିଚାରି କିଲେ ତମକୁ ଦେଇଦେବି ଯେମିତିଆ କର୍ମରେ ସମ୍ମାନ କର୍ମରେ ଅସମ୍ମାନ କର୍ମରେ ସମ୍ମାନ କର୍ମରେ ବାରମ୍ବାର କୁହାଯାଉଛି କର୍ମ ଯେମିତିଆ କରିବୁ ଫଳ ସେମିତିଆ ପାଇବୁ କର୍ମ କର ଏତେ ଦେଖେଇ ହେଉଛି କର୍ମ କେମିତିଆ କର୍ମ କରୁଛୁ ଜାଣୁଛୁ କୁହାଗଲା ଶୁଣୁ ଶୁଣୁ ଜାଣୁ ଜାଣୁ ନ ଜାଣୁ ରେ ଅଜଣା ଶୁଣୁ ଶୁଣୁ ଜାଣୁ ଜାଣୁ ନ ଜାଣୁ ରେ ଅଜଣା ଆସିଲା ବେଳେ ଶୁଣ ଗଲା ବେଳେ କାନ୍ଦଣା ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ତୁ ଶୁଣିଛୁ ଚୋରି କଲେ ମାଡ଼ ଖାଇବୁ ଚୋରି କଲେ ମାଡ଼ ଖାଇବୁ ଶୁଣିଛୁ କଣ ତୁ ଜାଣିଛୁ ତୁ ଶୁଣୁଛୁ ଚୋରି କଲେ ମାଡ଼ ଖାଇବୁ ତୁ ଜାଣିଛୁ ଚୋରି କଲେ ମାଡ଼ ଖାଇବୁ ପୁଣି ଚୋରି କରୁଛୁ ଏ ଭାଗବତ ସୂଚାଇ ଦେଲେ। ଭାଗବତ ଚାରୋଟି ଅକ୍ଷର ଯେତେବେଳେ କର୍ମ କଥା ପଡ଼ିଲା ଆଜ୍ଞା କର୍ମ ଆଜ୍ଞା ତିନି ପ୍ରକାର ଆମର ଅଛି ଗୀତାରେ ଲେଖିଲେ କର୍ମାଣ୍ୟେହାପି ବୋଧବ୍ୟଂ ବୋଧବ୍ୟଂ ଚ ବିକର୍ମଣ ଅକର୍ମଣ ଚ ବୋଧବ୍ୟଂ ଗହନା କର୍ମଣୋଦତେ ଓମ୍ ନମୋ ଭଗବତେ ବାସୁଦେବାୟ ଓମ୍ ନମୋ ଭଗବତେ ବିଶ୍ୱରୂପାୟ। ହରି ହରି ବୋଲ। କର୍ମ
ସମାଜରେ ବଞ୍ଚି ପାରିବୁ ବା ସମ୍ମାନ ପାଇବୁ। ଯେ କର୍ମ କେତେବେଳେ କାହାକୁ ନେଇକି କୋଉଠି ରଖିଦେବ ବଡ଼ ହୁସିଆର କଥା। ତାହେଲେ ୟା ପାଇଁ ଆମର ସାଧନା ଦରକାର। ଭାଗବତ ଲେଖିଲେ କହିଲେ ଇନ୍ଦ୍ରିୟ ଅର୍ଥ ନ ଜାଣ